ଆଜିର ସାହିତ୍ୟ କାଳାଂଶକୁ ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀ ସାହିତ୍ୟ କୁସୁମ ବହିର ଜାତୀୟ ଧ୍ୱଜ ଆମ ଉଡ଼େ ଫରଫର ପ୍ରଶ୍ନୋତ୍ତରକୁ ଆମେ ଆଲୋଚନା କରିବା। ଧ୍ୟାନ ସହକାରେ ଏହି ପ୍ରଶ୍ନୋତ୍ତରକୁ ଶୁଣ ଏବଂ ବୁଝିବା ପାଇଁ ଚେଷ୍ଟା କର। ଆସ କଥାବାର୍ତ୍ତା ହେବା। ଆମ ଦେଶ ପରାଧୀନ ଥିଲା ବେଳେ କ'ଣ ଅସୁବିଧା ହେଉଥିଲା? ଏହାର ଉତ୍ତର ହେବ, ଆମ ଦେଶ ପରାଧୀନ ଥିଲା ବେଳେ ଆମେ ଅନେକ କ୍ଲେଶ ଭୋଗୁଥିଲୁ। ଖ ନମ୍ବର ପ୍ରଶ୍ନ, ଦେଶ ସ୍ୱାଧୀନ ହେବା ପରେ ଆମେ କେଉଁ କାମ କରିପାରିବା ବୋଲି କବିତାରେ କୁହାଯାଇଛି? ଦେଶ ସ୍ୱାଧୀନ ହେବା ପରେ ଆମେ କଳକାରଖାନା ପ୍ରତିଷ୍ଠା କରିବା, ସ୍ୱଦେଶ ସେବା କରିବା ଓ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଉନ୍ନତି ଆଣିବା, ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରିବା ବୋଲି କବିତାରେ କୁହାଯାଇଛି। ଗ ନମ୍ବର ପ୍ରଶ୍ନ, ଜାତିର ଟେକ ରଖିବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ? ଏହାର ଉତ୍ତର ହେଉଛି, ଜାତିର ଟେକ ରଖିବାକୁ ଆମକୁ ସ୍ୱଦେଶ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ ପଡ଼ିବ। ଘ ନମ୍ବର ପ୍ରଶ୍ନ, ଦେଶର ଉନ୍ନତି ପାଇଁ କେଉଁ କେଉଁ କାମ ସ୍ୱାଧୀନ ଭାରତରେ କରାଯିବ ବୋଲି ଆଶା କରାଯାଇଛି? ଏହାର ଉତ୍ତର ହେଉଛି, ଦେଶର ଉନ୍ନତି ପାଇଁ ଆମେ ସ୍ୱାଧୀନ ଭାରତରେ କର୍ତ୍ତବ୍ୟପରାୟଣ ହୋଇ ନିଜ ଦେଶର ସେବା କରିବା, ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରିବା ପାଇଁ ଦୂର କରିବା ଏବଂ ଦେଶରେ କଳକାରଖାନା ପ୍ରତିଷ୍ଠା ଓ ଜ୍ଞାନ ବିଜ୍ଞାନର ଉନ୍ନତି କରିପାରିବ ବୋଲି ଆଶା କରାଯାଇଛି। ଅ ନମ୍ବର ପ୍ରଶ୍ନ, ଆମେ କାହିଁକି ମଥା ନଇଁବୁ ନାହିଁ ବୋଲି କବି କହିଛନ୍ତି? ଏହାର ଉତ୍ତର ହେଉଛି, ଆମେ ବୀର ଜାତି, ଆମେ ଯେଉଁ କଥା କହିବୁ ତାହାକୁ ପ୍ରାଣ ଦେଇ କରିବୁ, ତେଣୁ ଆମେ ମଥା ନଇଁବୁ ନାହିଁ। 2 ନମ୍ବର ପ୍ରଶ୍ନ, ଉତ୍ତର ଲେଖିବା। କଥାକୁ କିପରି କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି? ଏହାର ଉତ୍ତର ହେବ, କଥାକୁ ପ୍ରାଣ ଦେଇ କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି। ଖ, ସ୍ୱାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରରେ କି ପରିବର୍ତ୍ତନ ଆଣିପାରିବା କଥା କବି କହିଛନ୍ତି? ସ୍ୱାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରରେ ସ୍ୱର୍ଗର ସୁଷମା ଖେଳାଇ ପରିବର୍ତ୍ତନ ଆଣିପାରିବା କଥା କବି କହିଛନ୍ତି। ଗ ନମ୍ବର ପ୍ରଶ୍ନ, କେଉଁ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି? ଏହାର ଉତ୍ତର ହେବ, ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି। ଘ ନମ୍ବର ପ୍ରଶ୍ନ, କେଉଁମାନେ ପ୍ରତିଜ୍ଞା କରିବା କଥା କବିତାରେ ପ୍ରକାଶ ପାଇଛି? କୋଟି କୋଟି ଭାରତର ସନ୍ତାନ ପ୍ରତିଜ୍ଞା କରିବା କଥା କବିତାରେ କୁହାଯାଇଛି। ଅ ନମ୍ବର ପ୍ରଶ୍ନ, ଦେଶରେ କଳକାରଖାନା ଗଢ଼ି ଉଠିଲେ ଆମର କ'ଣ ସୁବିଧା ହେବ? ଦେଶରେ କଳକାରଖାନା ଗଢ଼ି ଉଠିଲେ ଅସଂଖ୍ୟ କାରିଗର ସୃଷ୍ଟି ହେବେ, ନାନା ପ୍ରକାର ଦ୍ରବ୍ୟ ଉତ୍ପନ୍ନ ହେବ ଏବଂ ସମସ୍ତଙ୍କର ଅଭାବ ଅସୁବିଧା ଦୂର ହେବ ବୋଲି କୁହାଯାଇଛି। 3 ନମ୍ବର ପ୍ରଶ୍ନ, କବିତାର କେଉଁ ପଦରେ ଏକଥା କୁହାଯାଇଛି ସେହି ପଦଟି ବାଛି ଲେଖିବା। କ, ସେ ସମୟରେ କଷ୍ଟ ଭୋଗୁଥିଲୁ। କବିତାରେ ପଂକ୍ତିରେ ଲେଖାଯାଇଛି, ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ। ଖ ନମ୍ବର ପ୍ରଶ୍ନ, ଦେଶ ସେବାକୁ ଜୀବନର ବ୍ରତ କରିବୁ, ସ୍ୱଦେଶ ସେବା ବ୍ରତ କରିବୁ ଜୀବନରେ, ଜାତୀୟ ଧ୍ୱଜ ଆମ ଉଡ଼ଇ ଫରଫର। ଗ ନମ୍ବର ପ୍ରଶ୍ନ, ସମସ୍ତଙ୍କ ପାଇଁ ଭଲ କାମ କରିବା, ସଭିଙ୍କ ହିତ ପାଇଁ ଆମେ କରିବୁ କାମ। ଘ, ବହୁ ଜିନିଷ ସୃଷ୍ଟି ହେବ, ଯେପରି ଉତ୍ପନ୍ନ ହୋଇବ ଦ୍ରବ୍ୟ ନାନା। ଙ, ଯାହା କହିବୁ ତାହା ପ୍ରାଣ ଦେଇ କରିବୁ, କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା। 4 ନମ୍ବର ପ୍ରଶ୍ନ, ଧ୍ୱଜ ସହିତ ଯେପରି ଫରଫରର ସମ୍ପର୍କ ଅଛି, ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକ ସହିତ ଯାହାର ସମ୍ପର୍କ ଅଛି ତାହାକୁ ସେହି ଶବ୍ଦ ପାଖରେ ଲେଖିବା। କ, ଝରଣା ଝରଝର, ଓଦା ସରସର, ରାଗ ତମ ତମ, ଚାଲି
ଦମ ଦମ, ଶୀତ ଥର ଥର। 5 ନମ୍ବର ପ୍ରଶ୍ନ, ତଳେ କବିତାରେ କେତେକ ଶବ୍ଦ ଦିଆଯାଇଛି, ସେଗୁଡ଼ିକ ପୂର୍ବରୁ ଗୋଟିଏ ଲେଖାଏଁ ଉପଯୁକ୍ତ ଶବ୍ଦ ଯୋଡ଼ିବା। ଏଠି ଡ୍ୟାସ୍ ଶାସନ ଲେଖା ହେଇଛି, ଏଠି ଆମେ ଲେଖିବା ବିଦେଶୀ ଶାସନ। ଡ୍ୟାସ୍ ଧ୍ୱଜା ଜାତୀୟ ଧ୍ୱଜା। ଡ୍ୟାସ୍ ପଥ କର୍ତ୍ତବ୍ୟ ପଥ। ଡ୍ୟାସ୍ କାରିଗର ଅସଂଖ୍ୟ କାରିଗର। ଖ ନମ୍ବର ପ୍ରଶ୍ନ, ତଳେ କବିତାରେ ଥିବା ଶବ୍ଦ ଦିଆଯାଇଛି, ସେଗୁଡ଼ିକ ପରେ ଗୋଟିଏ ଲେଖାଏଁ ଉପଯୁକ୍ତ ଶବ୍ଦ ଲେଖିବା ଯୋଡ଼ିବା। ସ୍ୱଦେଶ ସ୍ୱଦେଶ ସେବା, ବୀର ଜାତି। 6 ନମ୍ବର ପ୍ରଶ୍ନ, ଯେପରି ବିଦେଶୀ ପାଇଁ ସ୍ୱଦେଶୀ, ସେହିପରି ନିମ୍ନରେ ଦିଆଯାଇଥିବା ଶବ୍ଦଗୁଡ଼ିକ ପାଇଁ କ'ଣ ହେବ ଲେଖ। ଏହା ବିଦେଶୀର ବିପରୀତ ହେଉଛି ସ୍ୱଦେଶୀ। ଠିକ୍ ସେହିଭଳି ତଳେ ଦିଆଯାଇଥିବା ଶବ୍ଦର ବିପରୀତ ଶବ୍ଦକୁ ଆମେ ଲେଖିବା। ସ୍ୱାଧୀନ ପରାଧୀନ, ଭଲ ମନ୍ଦ, ପର ଆପଣା, ହିତ ଅହିତ, ବୀର ଭୀରୁ। 7 ନମ୍ବର ପ୍ରଶ୍ନ, ଯେପରି କର୍ତ୍ତବ୍ୟ ପଥ କର୍ତ୍ତବ୍ୟ ସହ ପଥ ମିଶି କର୍ତ୍ତବ୍ୟ ପଥ ହୋଇଛି, ସେହିଭଳି ତଳେ ଦିଆଯାଇଥିବା ଶବ୍ଦମାନଙ୍କ ମଧ୍ୟରୁ ଯେଉଁ ଶବ୍ଦରେ ପଥ ଯୋଗ କରି ନୂଆ ଶବ୍ଦ ଗଢ଼ି ହେବ, ସେଗୁଡ଼ିକ ଲେଖ। ଏଠାରେ ସତ୍ୟ ଦେଇଛି, ତେଣୁ ସତ୍ୟ ପାଖରେ ପଥ ଲେଖିଲେ ସତ୍ୟ ପଥ ହେବ। ତାପରେ ଟେକ ହେବନି, ତେଣୁ ଟେକ ପଥ ହେବନି, ଲେଖିପାରିବାନି। ଧର୍ମ ଅଛି, ଧର୍ମ ପଥ ହେବ। ଧ୍ୱଜା ହେବନି, ଗତି ହେବ, ଗତି ପଥ। ଛାୟା ପଥ, ଦ୍ରବ୍ୟ ପଥ ହେବନି। କର୍ମ କର୍ମ ପଥ ହେବ, ପ୍ରାଣ ପଥ ହେବନି। ଜ୍ଞାନ ଜ୍ଞାନ ପଥ। ତେଣୁ ଆମେ ଲେଖିବା ସତ୍ୟ ପଥ, ଧର୍ମ ପଥ, ଗତି ପଥ, ଛାୟା ପଥ, କର୍ମ ପଥ ଆଉ ଜ୍ଞାନ ପଥ। 8 ନମ୍ବର ପ୍ରଶ୍ନ, ପତାକାର ଆଉ କେତୋଟି ପ୍ରତିଶବ୍ଦ ଲେଖ। ଏହାର ପ୍ରତିଶବ୍ଦ ହେବ ପତାକାର କେତନ, ଧ୍ୱଜା, ବାନା, ବୈଜୟନ୍ତ। 9 ନମ୍ବର ପ୍ରଶ୍ନ, ଯେପରି ଶାସନରୁ ଶାସିତ, ଦଳରୁ ଦଳୀୟ ହୋଇଛି, ସେପରି ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକ ନୂଆ ରୂପ ଲେଖିବା। ଉତ୍ପାଦନରୁ ଉତ୍ପାଦିତ, ନାମରୁ ନାମିତ, ଜାତିରୁ ଜାତୀୟ, ବିଦେଶରୁ ବିଦେଶୀୟ, ଜୀବନରୁ ଜୀବିତ। 10 ନମ୍ବର ପ୍ରଶ୍ନ, ତଳେ କ ଓ ଖ ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି, ସମ୍ପର୍କିତ ଶବ୍ଦ ଦୁଇଟିକୁ ମିଳାଇ ଯେଉଁ ନୂଆ ପଦଟି ହେବ, ତାହାକୁ ଗରେ ଲେଖିବା। ଦେଖ, ଏଠି ଲେଖାଯାଇଛି କାମ। କାମ ସହିତ କାହାର ସମ୍ପର୍କ ଅଛି? କାମ ତରତର। ତେଣୁ କାମକୁ ଆମେ ତରତର ସହିତ ଯୋଡ଼ି ପାରିବା। ଲୁହ କ'ଣ ହେବ? ଲୁହ ଝର ଝର। ଲୁହ ସହିତ ଝର ଝର। ରାଗ ଗର ଗର। ରାଗ ଗର ଗର। ବଚନ ଖର ଖର। ପତାକା ପତାକା ଫର ଫର। ପତାକା ଫର ଫର। ପତାକା ଫର ଫର ହେବ। ବୁଝିଲେ? ପତାକା ଫର ଫର। ଓଦା ସର ସର। ଓଦା ସର ସର। ଏଇଭଳି ଆମେ ଲେଖିବା। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ଏହାକୁ ଭଲ ଭାବରେ ମନେ ରଖି ଅଭ୍ୟାସ କରିବା, ନିଜ ଖାତାରେ ଲେଖିବା।